everyone. जियो बढ़िया कुछ. Hello everyone, welcome to Soban Shorts. नमस्कार सर. ଆଜି ଗୋଟେ ଗେଷ୍ଟ ଅଛନ୍ତି ଆମ ସାଙ୍ଗରେ ମିଷ୍ଟର ସିଦ୍ଧାନ୍ତ ପ୍ରୋ ମିଶ୍ର. गेस्ट कौन सर? ଆପଣଙ୍କ ଷ୍ଟୁଡେଣ୍ଟ ତ गेस्ट. We have a IT professional, a software developer, dashboard engineer, ଆଉ କଣ କହିବି, entrepreneur, I am skill developer. nothing. I am learning from Dr. Soban Shankar, who is highly proficient in every other No, language. everyone is learning from everyone. ଏ ବାବା କଣ କାଟୁଛି? ଅଟୋ ନାହିଁ ବାଇକ୍ ଚଲଉଛି. 4 ଚକିଆରେ 2 ଚକିଆ. ସବୁ ମୁଁ କହିଲି ଗୋଟେ ଜିନିଷ ମୁଁ ଲାଇଫରେ ପ୍ରମିସ କରିଛି ହଉଛି ହୁଁ. ଏ ଯୋଉ ଲୁହା ଗାଡି ବାଲାଙ୍କଠୁ ଦୂରରେ ରହିବ. କାଇଁ sir? ତାଙ୍କର କିଛି ହବନି ନା. ଆପଣଙ୍କ ବସିକି ହଁ, ଆମର ଘଷି ଗୋଟେ ଛେତରା ହେଇଯିବ. ସେଇଟା ସାର୍ ଆପଣ ବିଚାର କରି ଗୋଟେ ଅଟୋ କିଣିଲେନି ସାର୍. ହଁ, ମୁଁ ବି ସେୟା ଭାବୁଛି. ଗଲା ବେଳକୁ ବଡା ନେଇଯାଇଥାନ୍ତେ. ଅଟୋ, ବସ୍ ଏମାନଠୁ ଠିକ ଅଛି. ସେମାନେ ତମକୁ ଡୋମିନେଟ ବି ଯଦି କରୁଛନ୍ତି, ତମକୁ ଲାଗୁଛି ଯେ ନାଇଁ ଏଇଟା ମତେ ଡୋମିନେଟ କରି ଗାଡି ଚଲଉଛି, କିଛି ପ୍ରୋବ୍ଲେମ ନାହିଁ, ତାକୁ ଛାଡିଦିଅ, ଖୁସିରେ ରହ. ହୁଁ. କାର ଫାର ହେଲେ କଣ ହବ ନା, କିଛି ପ୍ରୋବ୍ଲେମ ନାହିଁ, ମାନେ ତମର ଯୋଉ ସ୍କ୍ରାଚ ଟା ହବନି, ହୁଁ. ଲାଗିଯିବ. କିନ୍ତୁ ଇଏ ପୁରା ରଙ୍ଗ ନେଇ, ମୋର ସେ ଯୋଉ ଖଣ୍ଡଗିରି ପାଖରେ ପୁରା କଲର ନେଇକି ପଳେଇଲା ସିଏ. ଖୋଜିଲେନି କୁଆଡେ ଗଲା? ବସ୍ ଟା ଏଡ ବଡ ବସ୍ ଟା ସେ ଠିଆ ହେଇଛି, ତାର କଣ, ତାକୁ ତମେ କଣ କହିବ? ତାର ବି ଭୁଲ ଅଛି, ମୋର ବି ଭୁଲ ଅଛି. ମୁଁ ଭାବିଲି ସେ କାଟିଦବ, ସିଏ ବି ଭାବିଲେ ସେ କଟିକି ପଳେଇବ, ଦେଖିଲା ବେଳକୁ ପଛଟା ବାଜିଗଲା. ମୋର ବି ଭୁଲ ଥିଲା, ମୁଁ ଟିକେ ରହିଯାଇଥିଲେ ପଛକୁ ହେଇଥାନ୍ତା. ସେଇଦିନଠୁ ଗୋଟେ ପ୍ରମିସ, ଟିଣ ଗାଡି, ଲୁହା ଗାଡିଠୁ ପଛ. ଆମର ଟିଣ ଗାଡି. ଆମର ଏଇ ଟିଣ ଗାଡି, ଟିଣ ବି ନୁହେଁ, ଆଲୁମିନିୟମ. ରବର. ରବରରେ ତାର ଗାଡି ବନା ହଉଛି. ଏଇ ଗାଡି ଗୁଡା କଣ ଗାଡିରେ ଯାଉଛି? ସବୁ ଗାଡି ଗୁଡା ଆକ୍ଚୁଆଲି ସେ ଯୋଉ ବସ୍ ମେଟେରିଆଲ କରିଦବା. ପୁରା ଲୋକ ଘଷି ଗୁଣ୍ଡ ପିଟି ହେଲେ ଗୁଣ୍ଡ. ଭିତରେ ଜଟଣୀ NH ରୁ ଆଇଟି ଭିତରେ କେତେଟା ହାଉସ ଅଛି? ଗଣିଆ ସାର୍ ଆଜି ଆସିଲା ଫେରିଲା ବେଳକୁ ଗଣିଆ. ଏଇଠି ଗୋଟେ BSF ଅଛି, BSF ହେଲେ ବର୍ଡର ସିକ୍ୟୁରିଟି ଫୋର୍ସ. ଏଟା କଣ ଆଇଟି ରଖିବେ ଲୋକ? ତାଙ୍କର ଗୋଟେ ଅଫିସ ଟା ଅଛି, ସେ ଲୋକଟା ଗୋଟେ ସବୁବେଳେ ସେଇଠି ଉପରେ ଗରମରେ ବସିଥାଏ. ଶୀତ ଦିନ ଭଲ ଲାଗୁଥିବ, ଖରା ଦିନେ ତାର ବ୍ୟାଣ୍ଡ ବାଜିବ. ବାଟାଲିୟନ ଏଇଠି ପାଖରେ ଅଛି. ଏଇଟା ଏଇଟା ସେ ମେଟ୍ରୋ 100 ଏକର୍ସ ଏକ୍ସଟେନସନ ଗୁଡାକ କି? ମେଟ୍ରୋ ଅନନ୍ତର ହେଇଥିବ, ଲେଖା ହେଇଛି. ଆଜିକାଲି ସବୁ ତମେ ଦେଖିବ ଭୁବନେଶ୍ୱରରେ ବହୁତ ଗୁଡେ ଜାଗାରେ ସବୁ ଲାଗିଗଲାଣି QR କୋଡ. ତମେ ଜାଣିପାରିବ ସେ ପ୍ରୋଜେକ୍ଟର ଇନଫରମେସନ ପାଇପାରିବ. ସ୍କାନ କରିଦେଲେ ସେଇଟା ମାନେ କିଏ କୋଉ ଡିପାର୍ଟମେଣ୍ଟ କରିଛି, କୋଉ କଣ୍ଟ୍ରାକ୍ଟର, କୋଉ ଇଞ୍ଜିନିୟର ସୁପରଭିଜନ ହେଇଛି, କେତେ ପଇସା, ସବୁ ଡିଟେଲ୍ସ ମିଳିଯିବ. କିନ୍ତୁ ଲାଭ କଣ? ସେଟା ନେଇକି ଜଣେ କରିବ କଣ? ଆଜିକାଲି ଯୋଉ ଫ୍ରଡ୍ ହଉଛି, ଲୋକ ବଞ୍ଚିତ ହେଇପାରିବେ ଏଇ ଭିଡିଓ ମାଧ୍ୟମରେ। ଆପଣ ଆପଣଙ୍କ ସବସ୍କ୍ରାଇବର୍ସକୁ. ଆଉ ସିଦ୍ଧାନ୍ତ କାଲି ପର ଦିନ ବୋଧେ 4ଟା ସବସ୍କ୍ରାଇବର ଯୋଡି ଦେଇଛି ନା 3ଟା? 4ଟା. is contributing a lot. ଶୋଭନଙ୍କ ଦୟା ସବୁ. He is a very good website developer also. ମୁଁ ଯେତିକି ଏକ୍ସପ୍ଲାନେସନ ଦେଲିଣି, ଆପଣ ମାନେ ତାଙ୍କୁ କଣ୍ଟାକ୍ଟ ଟିକେ ହେଲେ ଲୋକ ଷ୍ଟେଜରେ ଡାକି ତାଳି ମାରିକି ଏବାଡେ ବାଡେ ନା ମାରିବା କଥା. ସିଦ୍ଧାନ୍ତ ବମ୍ବେରେ ଜବ କରୁଥିଲା, 3 ବର୍ଷ ଜବ କଲା. ତାପରେ ସେ ଡିସାଇଡ କଲା ଯେ ମୁଁ ମୋ ମାଟି ପାଇଁ କିଛି କରିବି. ମୁଁ ଯୋଉଠି ପାଠ ପଢିଛି, ଯୋଉଠି ପାଠ ପଢିକି ଆଜି ଏଇଠି ପହଞ୍ଚିଛି, ଯୋଉ ଜାଗାରେ ମୁଁ ଯାଉ, ସେ ଦେଶ ତ ଛାଡି ନଥିଲା, ଆଉ ସେ ରାଜ୍ୟ ଛାଡିକି ବି ରହିପାରିଲାନି. ସେ ପୁଣି ଯୋଉଠି ତାର ମାନେ ଯୋଉଠି ପାଠ ପଢିଥିଲା, ସେଇଠି ଆସି କର୍ମ କ୍ଷେତ୍ରରେ ପହଞ୍ଚିଗଲା. ପୁଣି କଣ କହୁଛ? ମାତୃଭୂମି ମାତୃଭାଷା, ମାତୃଭୂମି ମାତୃଭାଷା ଯାହା ହୃଦୟ ମମତା ଜନମୀ ନାହିଁ. ମୁଁ ଓଡିଆ ମିଡିୟମ ନୁହେଁ ନା. ମୁଁ ଓଡିଆ ମିଡିୟମ କେମିତି ଜାଣିଲେ? କିଏ
ମନେ ଅଛି। ତ ବମ୍ବେରେ ଥିଲାବେଳେ ତାର ବହୁତ ସାରା ଏକ୍ସପିରିଏନ୍ସ ଅଛି, ସେଇଟା ଆମେ ଆଉ ଗୋଟେ ବ୍ଲଗରେ କରିବା। ସେଇଟା କିଛି କିଛି ଟପିକ୍ସ ନେଇକି ଭଲ ଭଲ ଲୋକେସନ୍ସ ବିଷୟରେ ସେ ଆମକୁ ଗୋଟେ ସର୍ଟ ଗ୍ଲାନ୍ସ। ଆଉ ଏବେ ସିଏ ହି ଇଜ ୱାର୍କିଂ ଅନ୍ ଦି ପୁଣି ସାର୍ କାମ ଇୟର ବୁକ୍ ବିଷୟରେ ଡେଭଲପମେଣ୍ଟ। ସାକାର ବ୍ରାଇବର ମାନେ ଜାଣି କରିବେ କଣ sir, ମୁଁ କହୁଥିଲି ସାକାର ବ୍ରାଇବର। ମୋ ଝିଅ ଯେମିତି କହିବ, ତା ମିସ୍ ଆଜି କହିଲେ, ସେ କହୁଛି ମତେ ମାମା ୟାଦ ଆସୁଛି। ଏ ଭାଇ ଏଇଟା ଗୋଟେ ଏତେ ଇଏ ଚାଲିଛି, ମାନେ ଯୋଉ ହିନ୍ଦୀ ଓଡିଆ ମିକ୍ସ ଟା, ମାନେ ମାନେ ଏତେ ମାନେ ସେଇଟା ଗୋଟେ ସାର୍ ଭାଇ ଜଡ଼ିତ ସମାଜରେ ମାନେ ଗୋଟେ ଇଟ୍ସ ଅସୁବିଧା ସାର୍। କାରଣ ଇନଫେକ୍ସିୟସ୍ ହେଇଗଲାଣି ଜିନିଷଟା। ମାନେ ତାର କାରଣ ଅଛି ସାର୍। ଆମେ ଘରେ ଓଡିଆରେ କଥା ହେଲେ, ଭିଡିଓ ଟିଭିରେ ସବୁ ହିନ୍ଦୀ, ୟୁଟ୍ୟୁବ, ଏବେ ଆପଣ ବଟ ଯିବେ ସେମାନେ କିନ୍ତୁ ରିଲେଟ କରୁଛନ୍ତି। ସେ ଯେମିତି ମୋ ଝିଅ କହିବ, ପାପା ଆମେ କାହିଁକି ରୁକି ଗଲୁ ସାର୍, କାରଣ ସାର୍ ଭିଜୁଆଲ ସହିତ ଅଡିଓ ଆସିଛି ନା ସାର୍। ଆଉ ଆପଣ ଦେଖିବେ ଅଲଗା ରାଜ୍ୟ ଗୁଡାରେ, ଯେମିତି ତେଲୁଗୁ ହେଲା, ତାମିଲ ହେଲା, ତାଙ୍କର ଲାଙ୍ଗୁଏଜ ରେ କନଭର୍ଟ ହେଇଯାଉଛି। ଯୋଉ ମାନେ କାର୍ଟୁନ ଗୁଡାକ, ମାରାଠୀ କାର୍ଟୁନ ଅପସନ ଥିବ, ଗୁଜୁରାତି ଥିବ, ପଞ୍ଜାବୀ ଥିବ, ମାଲାୟାଲୀ ଥିବ, ଓଡିଆ ରହୁନି, ବଙ୍ଗାଳୀ ଥିବ। ସେଇଥିରୁ କଣ ନା ଓଡିଆ ଲୋକ ବାଧ୍ୟ ହେଇକି ହିନ୍ଦୀରେ ଦେଖିଲେ। କେମିତି କନଭର୍ଟ କେମିତି ହବ? ତଳେ ସାର୍ ଅପସନ ରହୁଛି ନା ସାର୍, ଚେଞ୍ଜ ଲାଙ୍ଗୁଏଜ। କୋଉଠି? ୟୁଟ୍ୟୁବରେ? ୟୁଟ୍ୟୁବରେ ୟୁଟ୍ୟୁବ ର ଜମାନାରେ ତ ନୁହେଁ ସାର୍ ମୁଁ। ଆମର ଯୋଉ କାର୍ଟୁନ ଗୁଡା ଯେତିକି ସବୁ ଆସିଛି ସାର୍, ଛୋଟା ଭୀମ, ଓହୋ ହୋ ହୋ, ତଳେ ଅପସନ ରହୁନି ସାର୍, ଜିଓ ହଟଷ୍ଟାରରେ ଯେମିତି ରହୁଛି। ହଁ ହଁ ହଁ। ନା ୟୁଟ୍ୟୁବରେ ତ ସେମିତି ନାହିଁ। ୟୁଟ୍ୟୁବରେ ତମେ ଯୋଉଟା ଦେଖୁଥିବ ସେଟା ବେସିକାଲି, ୟୁଟ୍ୟୁବରେ ତ ହିନ୍ଦୀ ଆଉ। ବଟ ଜିନିଷ ଆଶ୍ଚର୍ଯ୍ୟ ଲାଗେ, ସେମାନେ ରିଲେଟ କେମିତି କରନ୍ତି ଯେ ଏଇ ଜାଗାରେ ମତେ ଭିଜୁଆଲ ସହିତ ସାର୍। ଏବେ ମୁଁ ରହିଗଲି, ଆଉ ଗାଡି ରହିଯିବ ତ ରହିଗଲି ନା ସାର୍। ତାକୁ ଯଦି ମୁଁ କହିଲି ମୁଁ ଛକି ଗଲି, ରହିଗଲି, ଛକି ଗଲି କହିବି। ସେ ତାକୁ କହୁଛି ରୁକି ଗଲି। ବଡ ହେଲା ଶିଖିଯିବ ସାର୍। ମାମା ନା ଏଇଟା ରହିଯାଏ, ଯୋଉ ମାନେ ଟକିଂ ସ୍କିଲ୍ ଗୁଡା ରହିଯାଏ। ମାନେ ମୁଁ ବି ଦେଖିଛି ବହୁତ ପିଲା ହିନ୍ଦୀ ଭଲ, ହିନ୍ଦୀ ଆଡାପ୍ଟ କରିବାଟା ଭଲ, କିନ୍ତୁ ମିକ୍ସ କରିଦେଲା ବେଳକୁ ସେ ଜିନିଷଟା ପୁରା ଡିଲେମା ହେଇଯାଉଛି ପୁରା। ଆଉ ଗୋଟେ ଜିନିଷ ମୁଁ ମିସ୍ କରିଯାଇଛି କହିବାକୁ ଆପଣଙ୍କୁ, ସିଦ୍ଧାନ୍ତ ଇଜ ଏ ୱଣ୍ଡରଫୁଲ କୁକ୍, ଏକ୍ସେଲେଣ୍ଟ। ମାନେ ଚଢେଇ ଦିଅନ୍ତୁ ସାର୍, ନା ନା ମାନେ ହି ଇଜ ଆନ୍ ଏକ୍ସେଲେଣ୍ଟ ତାଳ କୁକ୍। ଗଛରେ ଚଢେଇ ଦିଅନ୍ତୁ, ତାପରେ ତଳୁ ଜଳରୁ ସତ କାଟିବେ, କଥା। ଆଉ ମାନେ ଦୁଲଦାଲ ହେଇ ପଡିବି ସାର୍। we have tested him, ମାନେ his cooking skills। ହଉ, ଠିକ ଅଛି। ମାନେ ପୁରା। ତମେ କଣ ବମ୍ବେରେ ଥିଲା ବେଳେ ଶିଖିଲ ନା ଏଇଠି ପଢିଲା ମୁଁ ବେଳକୁ? ପଢିଲା ବେଳୁ 150 ଟା ଲୋକ ପାଇଁ ମଟନ କରାଏ ଏଇଠି କଲେଜରେ ଏଇ ଯୋଉ ଭୋଜି ଫୋଜି ହୁଏ? ହଁ। ନା ନା, ତମେ ଶିଖିଲ ମାନେ କଣ? ଶିଖିଲେ ଘରୁ ସାର୍, ମୋର ବୋଥ ଅଫ ମାଇ ପ୍ୟାରେଣ୍ଟସ ଆର ୱାର୍କିଂ, ଓହୋ। ବାଧ୍ୟ ହେଇକି ଶିଖିଲି ଆଉ। ନାଇଁ ନାଇଁ, ଶିଖିଲ, ଇଣ୍ଟରେଷ୍ଟ ବି ଥିଲା। କାରଣ ରୋଷେଇ ତ ସମସ୍ତଙ୍କୁ ଜଣା ଥାଏ, କିନ୍ତୁ ଭଲ ରୋଷେଇ ଆଉ ସ୍କିଲ୍ ରୋଷେଇ କରିବା ଭିତରେ ଡିଫରେନ୍ସ ଅଛି। କଣ ହେଲା, ଘର ଲୋକ ଯେତେବେଳେ ଟିକେ କହିବେ ନିଜେ ଗରମ କରିଦେ, ଗୋଟେ ଆମେ 10th 11th ପଢିଲୁଣି, ଆଉ କଣ ଛୁଆ ଅଛୁ, ମା ଆସିଲେ ଗରମ କରିକି ଦେବେ। ଗରମ କଲା ବେଳକୁ ଟିକେ ଏଇଟା ପକେଇଲୁ, ଟିକେ ସେଇଟା ପକେଇଲୁ, ଟିକେ ଏଇଟା ଭାଜିଦେଲୁ, ଟିକେ ଅମଲେଟ କଲୁ, ସେଇଠୁ ତ ଶିଖିଗଲୁ ସାର୍। ନା ନା, ଭଲ। ମାନେ ମୋର ରୋଷେଇ କରିବା ପାଇଁ ବହୁତ ଇଣ୍ଟରେଷ୍ଟ, ମାନେ ମୁଁ ବହୁତ ଫୁଡି, ବହୁତ ଇଣ୍ଟରେଷ୍ଟ, ମତେ ମଜା ବି ଲାଗେ, କିନ୍ତୁ ଆଜି ପର୍ଯ୍ୟନ୍ତ ମୋ ଘର ଲୋକ ମତେ ଆଲାଉ କରିନାହାନ୍ତି। ବେଳେ ବେଳେ କରନ୍ତି। ଆପଣ ସାର୍ ରାଜା ଗେଲା ପୁଅ। ନା ନା, ଗେଲା ପୁଅ ନା ନା, ସେଇଟା ନୁହେଁ। ମାନେ ସିଏ କହେ ନା କାମ କରିଦବୁ ସରିଲା। ମୋର କିନ୍ତୁ ବହୁତ ମାନେ ଆଇଡିଆ, ମୋର ବାପା ଭଲ ରୋଷେଇ କରନ୍ତି, ମୋ ୱାଇଫ ବି ବଢିଆ, ମାନେ ସେମାନେ ସବୁ ପ୍ରଫେସନାଲ ରୋଷେଇ କରନ୍ତି, ମାନେ ସବୁ ୟୁନିକ୍ ୟୁନିକ୍ ଆଇଟମ୍, ମାନେ ହ୍ୱାଇଟ ଗ୍ରେଭିରେ, ସେଇଟା ପୁରା ରେଷ୍ଟୁରାଣ୍ଟ ଷ୍ଟାଇଲ। ଆମର ସାର୍ ଦେଶୀ। ଦେଶୀ। ଓକେ, ସୋ ଆମେ ପହଞ୍ଚି ଗଲୁଣୁ ଆମ କର୍ମକ୍ଷେତ୍ରରେ। ପୁଣି ଇଭିନିଂରେ ଆଉ ଗୋଟେ ଗଲା ବେଳକୁ କରିବା ଡିସ୍କସନ୍। ଇଭିନିଂରେ ଆଉ କଣ ସାର୍? ଥ୍ୟାଙ୍କ ୟୁ ସୋ ମଚ୍, ବାଏ।